ସେଇଟା ମୁଁ କିଛି କହିବା ଉଚିତ ନୁହଁ, କିନ୍ତୁ ମହତାବଙ୍କର ଯେଉଁ ଅବଦାନ ସେ ଅବଦାନ କାହାର ନାହିଁ ପ୍ରାୟ। ଯଦି 26 ଗଡ଼ଜାତ ମିଶେଇ ନଥାନ୍ତେ ସିଏ ଆଜି ଏକ ଖଣ୍ଡ ବିଖଣ୍ଡିତ ଓଡ଼ିଶା ଥାନ୍ତା। ଦ୍ୱିତୀୟ କଥା, ସମଗ୍ର ଓଡ଼ିଶାକୁ ପୁରା ଏକ ତାଙ୍କର ଛତ୍ରଛାୟା ତଳେ ଦୀର୍ଘ 50 ବର୍ଷ ଧରିକିରି ମାନେ ରାଜନୀତି, ସାହିତ୍ୟ, ଇତିହାସ ଏ ସବୁ କ୍ଷେତ୍ରରେ ତାର ବିକାଶ କରିବା ପାଇଁ ଚାହିଁଛନ୍ତି। ଏବଂ ଶେଷରେ ଯେତେବେଳେ ଜରୁରୀ ଅବସ୍ଥା ହେଲା, ଜରୁରୀ ଅବସ୍ଥାରେ ଜାଣିଛନ୍ତି ଆମେ ତ ସବୁ ଇଏ କରୁଥିଲୁ, ତାଙ୍କ ସହିତ ଆଲୋଚନା କରିଥିଲୁ। ଆମକୁ କହିଲେ ଯେ ୟା ପରେ ଏକ ଭୟଙ୍କର ପରିସ୍ଥିତି ଆସିବ, ଆପଣମାନେ ପ୍ରସ୍ତୁତ? ଆମେ କହିଲୁ ଆମେ ସମସ୍ତେ ପ୍ରସ୍ତୁତ। ତାପରେ ଜରୁରୀ ଅବସ୍ଥାରେ ଆମେ ସବୁ ପୁରା ଜେଲକୁ ଗଲୁ। ଡକ୍ଟର ମହତାବ ଆଗ ଗଲେ, ତାଙ୍କର 2-3 ଦିନ ପରେ ଆମେ ଯାଇଥିଲୁ। ସେ ପୁଣି ମହତାବ ପାରୋଲରେ ଆସିଲେ, ପାରୋଲରେ ଆସିକି ଗାଁ ମଜୁରୀ ଲେଖିକି ସେ ପୁଣି ଲେଖିଲେ ଜରୁରୀ ଅବସ୍ଥା ଯେତେବେଳେ ଲୋକେ କଥା କହିବା ପାଇଁ ସାହସ କରୁନଥିଲେ। ସେ ହେଉଛନ୍ତି ଡକ୍ଟର ହରେକୃଷ୍ଣ ମହତାବ। ତାଙ୍କର ଅବଦାନ ଏତେ ଓଡ଼ିଶା ପାଇଁ ଯେଉଁଟାକୁ କଳ୍ପନା କରିହେବନି। ତେଣୁ ଆଜି ଏ ରାଜଧାନୀ କି ସେ ବି ନିଜେ ଠିକ୍ କରିଛନ୍ତି, ରାଜଧାନୀ ନିର୍ମାଣ ହେଇଛି। ଓଡ଼ିଶା ନିର୍ମାତା ହୀରାକୁଦ ବନ୍ଧ ସବୁ ତ କରିଛନ୍ତି ସିଏ। ଏବଂ ଓଡ଼ିଶା ଜାତିର ଯେଉଁ ଅତୀତର ଗର୍ବ ଗୌରବ ଦିଗ୍ବିଜୟର କାହାଣୀ, ସେସବୁ ଉପରେ ମୁଁ ଯେତେବେଳେ 1978 ମସିହାରେ ଯେତେବେଳେ ଥିଲି ଆମର ଜନତା ପାର୍ଟି ସରକାରର ମିନିଷ୍ଟର ଥିଲି, ସେତେବେଳେ ଆରମ୍ଭ କଲି ତାଙ୍କ ପରାମର୍ଶ ନେବା ପରେ ସେ କହିଲେ ଏଡ଼େ ବଡ଼ ଯଦି ଜିନିଷ କରିଦେବ ତାହେଲେ ଓଡ଼ିଆ ଜାତି ଜାଗ୍ରତ ହେଇଯିବ। ସେଇଟା ହେଇଥିଲା। ତେଣୁ ମହତାବଙ୍କର କେତେ ଅବଦାନ ସେଇଟା ମାନେ କଳ୍ପନା କରିହେବ ନାହିଁ। ତାଙ୍କ ଷ୍ଟାଚ୍ୟୁ ଆମେ କରିଥିଲୁ ଯେତେବେଳେ ଥିଲା ଆମର କୋଆଲିସନ ଗଭର୍ଣ୍ଣମେଣ୍ଟ। ନବୀନ ବାବୁ, ମୁଁ ଏକ ବିରାଟ ଷ୍ଟାଚ୍ୟୁ ହେଇଥିଲା ରାଜମହଲ ଛକରେ। ତାପରେ ଯେତେବେଳେ ସେ ଇଏ କରାହେଲା ଓଭରବ୍ରିଜ, ସେଟା ତାକୁ ନେଇକି ସେ ଭିତରେ କୋଉଠି ଭର୍ତ୍ତି କରିଛନ୍ତି। ମୁଁ ପ୍ରତିଦିନ ଏଇ ମଞ୍ଚ ଉପରେ କହିଛି ଯେ ସରକାର ଚେତା ଆସିବା ଦରକାର। ଓଡ଼ିଶାର ବରପୁତ୍ର, ବୋଧେ ତାଙ୍କ ଭଳି ଏତେ ଅବଦାନ କାହାର ନାହିଁ। ସିଏ ଏଠାର ସେତେବେଳେ ପ୍ରଧାନମନ୍ତ୍ରୀ କହୁଥିଲା, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ଗଭର୍ଣ୍ଣର, ଭାରତବର୍ଷର ଅନ୍ୟତମ ସ୍ୱାଧୀନତା ସଂଗ୍ରାମର ଯୋଦ୍ଧା, ଏ ସବୁ ଥରେ ସେ ଅଳଙ୍କୃତ ଇତିହାସ ଲେଖିଛନ୍ତି। ଓଡ଼ିଶାର ଇତିହାସ ଏବେ ସମ୍ମାନିତ ନିଆଯାଇଛି। ମୁଁ ସରକାରକୁ ଧନ୍ୟବାଦ ଦେବି ଯେ ଜାତୀୟ ସ୍ତରରେ ପାଳନ କରିବା ପାଇଁ ଡକ୍ଟର ହରେକୃଷ୍ଣ ମହତାବଙ୍କର ଜୟନ୍ତୀକି ସେମାନେ ନିଷ୍ପତ୍ତି ନେଇଛନ୍ତି, କାର୍ଯ୍ୟକ୍ରମ ବି ଆରମ୍ଭ କରିଛନ୍ତି। ତେଣୁ ଡକ୍ଟର ମହତାବଙ୍କୁ ଯେଉଁଭଳି ଭାବରେ ସମ୍ମାନିତ କରିବାର ଆବଶ୍ୟକତା ଥିଲା ତାହା ହେଇପାରିନି ଏପର୍ଯ୍ୟନ୍ତ। ଏ ଯେଉଁ ଦୁର୍ଭାଗ୍ୟ ଓଡ଼ିଆ ଜାତିର। ନିଶ୍ଚିତ ଭାବରେ ସେମାନେ କରିସାରିଲେ, ଆରମ୍ଭ କରିସାରିଲେଣି। କମିଟି ତିଆରି ସରିଲାଣି ଏବଂ 3 ଦିନ ଧରିକି ଏ ଅଛି ଆମର ଯେଉଁ ସୂଚନା ଭବନ ରବୀନ୍ଦ୍ର ମଣ୍ଡପରେ ସେଟା ଅଛି। କାଲି ତ ମୋର ବି ସେଠି ଅଛି। ସେଠି 3 ଦିନ ଧରିକି ସରକାର ପାଳନ କରୁଛି। ସେଟା ଓଡ଼ିଶା ରାଜନୀତି ଆପଣ ଜାଣନ୍ତି। ମୁଁ କହୁଥିଲି ପରା ଆପଣଙ୍କୁ 30 ତାରିଖ ଏପ୍ରିଲରେ ଯେଉଁ ଆସିଥିଲି ଯେ ଓଡ଼ିଆ ଜାତି ମରିଯାଇଛି, ସେ ରକ୍ତ ନାହିଁ। ସେ ଯେଉଁ ଦିଗ୍ବିଜୟୀ ଜାତି, ସେ ଦିଗ୍ବିଜୟୀ ଜାତି ଯେ ଇଂରେଜମାନଙ୍କ ସହିତ ଦୀର୍ଘ 8 ବର୍ଷ କାଳ ଧରିକିରି ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ଲଢ଼େଇ କରିଥିଲା, ଯାହା ଆଜି ଓଡ଼ିଶା ନୁହଁ ସମଗ୍ର ଭାରତବର୍ଷର ବିଷୟ ହେଇଯାଇଛି। ତାପରେ ବାରମ୍ବାର ମୁଁ ଲେଖିଛି, ନାଟକ ଲେଖିଛି, ସବୁ ଲେଖିଛି ଏବଂ ମୋର ନାଟକ ଜାତୀୟ ସ୍ତରରେ ଗୃହୀତ ହେଇଛି ଏବଂ ଅଭିନୀତ ବି ହେଇଛି। ଏବେ ସେଇଭଳି ଭାବରେ ଯେଉଁ ଜାତି, ସେ ଜାତି ଯାହା ଚାଲିଥିଲା ମୁଁ ତ କହିବା ପାଇଁ ଚାହେଁନି। ମୁଁ କିନ୍ତୁ ଅନୁଭବ କଲି ଗଭର୍ଣ୍ଣରରେ କି ସୁଦ୍ଧା ଯେ ଏ ଜାତିର ରକ୍ତ ନାହିଁ। ଏ ସତେ ଯେମିତି ଦାସତ୍ୱର ବନ୍ଧନରେ ସମସ୍ତେ ବାନ୍ଧି ହେଇଛନ୍ତି। ଗଣତନ୍ତ୍ରରେ ଗଣଙ୍କ ସାଥିରେ ସମ୍ପର୍କ ନାହିଁ। ଗଣଙ୍କ ସମସ୍ୟା ବୁଝିବାର ଇଏ ନାହିଁ। ଶାସକ କିଏ ଜଣା ନାହିଁ, କିଏ ଶାସନ କରୁଥିଲା, ଏସବୁ ନାନା ପ୍ରକାର ପ୍ରତ୍ୟେକ କଥା କହିଥିଲି ଏବଂ ମୁଁ କହିଥିଲି ଓଡ଼ିଆ ଜାତିର ଯଦି ଇଏ ଥିବ ତେବେ ଓଡ଼ିଶାର ଅସ୍ମିତା ପାଇଁ, ସ୍ୱାଭିମାନ ପାଇଁ, ତାର ଦିଗ୍ବିଜୟର କାହାଣୀକୁ ନେଇ
ସେ ରକ୍ତ ପୁଣି ଥରେ ଜାଗ୍ରତ ହଉ ବୋଲି ମୁଁ କହିଯାଇଥିଲି। ଜାଗ୍ରତ ହବାର ହଁ ଏବେ ଜାଗ୍ରତ ହବାର ସମୟ ଆସିଯାଇଛି। ଜାଗ୍ରତ ହେଇଗଲା, କାରଣ ଯୋଉଠି କହିବା କଥା କଥାବାର୍ତ୍ତା ଯେମିତି ହେଲା, ମୋର ଯାହା କରିବା କଥା ମୁଁ କରିଛି, ତେଣୁ ଜାଗ୍ରତ ହେଇଛି, କିନ୍ତୁ ସେ ପୁଣି ଆଉ ଥରେ ଶିଥିଳ ନ ପଡୁ।